କଇଁଚ ଦେଖିଛ ହେଲା ଗୁଟେ ଥରେ ବଣରେ ଗୋଟେ ଠେକୁଆ ରହୁଥିଲା ହେଲା ତା ସାଥିରେ ସେ ବଣରେ କଇଁଚଟିଏ ବି ରହୁଥିଲା ହେଲା ସେମାନେ ଦୁଇ ଜଣ ବହୁତ ମିତ ଥିଲେ ମିତ ମାନେ କଣ ସାଙ୍ଗ ଥିଲେ ହେଲା ସାଙ୍ଗ ଥିଲେ ହେଲା ଦିନେ ଠେକୁଆ କହିଲା ଚାଲ କଇଁଚ ତମକୁ ଗୋଟେ କଥା କହିବି ତମେ ମୋ ସାଙ୍ଗରେ ଆଜି ସେଇ କଥାରେ ଯଦି ତମେ ରାଜି ହବ ତାହେଲେ ତମେ ବଣରେ ରହିବ ନହେଲେ ବଣ ଛାଡି ପଳେଇ ଯିବ ଜଙ୍ଗଲ ଛାଡି ପଳେଇ ଯିବ କଣ ନା ଆମେ ଗୋଟେ ରେସ୍ କରିବା ରେସ୍ ମାନେ କଣ ଗୋଟେ ଦୌଡ଼ କରିବା ହେଲା ସେ ଦୌଡ଼ରେ ଯିଏ ପ୍ରଥମ ହବ ସିଏ ଏ ବଣରେ ରହିବ ଯିଏ ପ୍ରଥମ ହବ ନାହିଁ କଟିଯିବ ସିଏ ଏଠୁ ପଳେଇଯିବ ହେଲା ଜଙ୍ଗଲ ଛାଡି ପଳେଇଯିବ ହେଲା ତାହେଲେ ଠିକ ଅଛି ଠେକୁଆ ହଉଛି ପ୍ରଥମେ ଠେକୁଆ କଇଁଚ ରେସ୍ ଲଗେଇଲେ ଠେକୁଆ କଇଁଚ ଦୌଡ଼ିଲେ କଇଁଚର ବହୁତ ଧୀର ଗତି ଆଉ ଠେକୁଆର ପୁରା ସ୍ପିଡ ଗତି ଠେକୁଆ ଦୌଡ଼ିଲା ତା ସାଥିରେ କଇଁଚ ଧୀରେ ଧୀରେ ଚାଲିଥିଲା ଠେକୁଆ ଦେଖିଲା ଯେ କଇଁଚ ଏପର୍ଯ୍ୟନ୍ତ କାହିଁକି ମୋ ପାଖାପାଖି ପହଞ୍ଚିନି ଚାଲ ଟିକେ ଆମେ ରେଷ୍ଟ ନେଇଯିବା ଯେହେତୁ ଠେକୁଆ ବଡ ଅଛି ଆମେ କଇଁଚ ତ ପହଞ୍ଚି ନାହିଁ ତାହେଲେ ଆମେ ରେଷ୍ଟ ନେଇଯିବା ହେଲା ସବୁ ମନ ଦେଇକି ଶୁଣ ପଚାରିବି ହେଲା କଇଁଚ ଠେକୁଆ ସେଠୁ କଣ କଲା ଗୋଟେ ଗଛ ମୂଳରେ ରେଷ୍ଟ ନେଇଗଲା ରେଷ୍ଟ ତାପରେ କଇଁଚ ଆସିଥାଏ କଇଁଚ ଚାଲିଥାଏ ଧୀରେ କରି ଚାଲିଥାଏ ଆସିକି ପହଞ୍ଚିଲା ବେଳକୁ ଦେଖିଲା ଠେକୁଆଟି ଆମର କଣ କରୁଛି ଗଛ ମୂଳରେ ଶୋଇଛି ସିଏ କିନ୍ତୁ ତାର ସମୟ ବିଳମ୍ବ ନ କରିକି ଧୀରେ କରିକି ଆମର ମାନେ ଗତି ପଥକୁ ଗଲା ହେଲା ଯାଇକି ଠିକ ଆମର ଯୋଉଠି ଶେଷ ହବ ଆମର ଯୋଉଠି ରେଷ୍ଟ ଶେଷ ହବ ବରଗଛ ପାଖର ସେଠି ଯାଇକି ପହଞ୍ଚିଲା କିଏ ପହଞ୍ଚିଲା କଇଁଚଟି ପହଞ୍ଚିଲା ହେଲା ପଛରେ କିଏ ଗଲା ଆମ ଠେକୁଆ ଦେଖିଲା ଏପର୍ଯ୍ୟନ୍ତ ମଧ୍ୟାହ୍ନ ହେଇଗଲାଣି ହେଲା କଣ ହେଇଗଲାଣି ମଧ୍ୟାହ୍ନ ହେଇଗଲାଣି ହେଲା ମଧ୍ୟାହ୍ନ ହେଇଗଲାଣି ଠେକୁଆ ଭାବିଲା କଣ କହିଲା ଏବେ ମୁଁ ଯିବି ଦୌଡ଼ିବା ପାଇଁ ଦେଖିଲା ବେଳକୁ କଇଁଚ ଆସିଗଲାଣି ଭାବିକି ଦେଖିଲା ବେଳକୁ କଇଁଚ ଆଗରେ ଅଛି ହେଲା କଇଁଚ ଆଗରେ ଅଛି କଇଁଚ ଯାଇକି ପହଞ୍ଚିଲାଣି କୋଉଠି ଯୋଉଠି ଆମର ଗତିପଥ ଯୋଉଠି ଶେଷ ସେଇଠି କଇଁଚ ଯାଇକି ପହଞ୍ଚିଲାଣି ଠେକୁଆଟି ଆମର ପ୍ରବଳ କାନ୍ଦିଲା କହିଲା କଇଁଚ ତ ଫାଷ୍ଟ ହେଇଗଲା ମୁଁ ତ ଫାଷ୍ଟ ହେଇପାରିଲିନି ମୁଁ ତ କାହିଁକି ଶୋଇ ପଡିନି କଇଁଚ ତ ଆଜି ଆଗେଇ ଦେଲା କଣ କରିବି ହେଲା ଏମିତି କହି କଇଁଚ ନା ଆମର ଠେକୁଆଟି କାନ୍ଦିଲା ଆଉ ଆମର କଇଁଚଟି ପ୍ରଥମ ହେଇଗଲା ଫାଷ୍ଟ ହେଇଗଲା ହେଲା ହଉ ପିଲାମାନେ ଆମେ ଏଇ ଗପରୁ କଣ ଶିଖିଲେ ଏ ଯୋଉ ଠେକୁଆ କଇଁଚ ଗପରୁ ଆମେ କଣ ଶିଖିଲେ ନା ଆମେ ଏହା ଶିଖିଲେ ବାରମ୍ବାର ଚେଷ୍ଟା କରିବା ଦ୍ୱାରା ଆମେ କଣ ହେଇଥାଉ ଜିତିଥାଉ ବାରମ୍ବାର ଚେଷ୍ଟା କଲା କଇଁଚ ଚେଷ୍ଟା କରିଥାଏ ହେଲା କିନ୍ତୁ ଠେକୁଆ କଣ ହେଲା ତାର ମାନେ ବେଶୀ କନଫିଡେନ୍ସ ଥିଲା ଓଭର କନଫିଡେନ୍ସ ଯେ ମୁଁ ଏ ଖେଳରେ ଜିତି କିନ୍ତୁ ତାକୁ ସେ ବହୁତ ଅହଙ୍କାର ବି ଥିଲା ତାକୁ କିଏ ହରେଇଲା କଇଁଚ ଆମର ତାକୁ ହରେଇଦେଲା କାହିଁକି କେମିତି କଇଁଚ ପ୍ରବଳ ଚେଷ୍ଟା କଲା ସେଇଥିରୁ ଆମର କଇଁଚଟି ଜିତିଗଲା ହେଲା ଆଉ ହଉଛି ସେ ସୁସ୍ଥ କଇଁଚ ଆମର ଗୋଟିଏ ହଉଛି ଚତୁର ଠେକୁଆ କଣ କଲା ପଛରେ ପକାଇଦେଲା ତାହେଲେ